ରାତି ପାଖାପାଖି ହୋଇଥିଲା। ସୁନସାନ୍ ରାସ୍ତା। ବରଷା ପବନେ ଜୋରେ ଲାଗୁଥିଲା। ଏକା ଝିଅ ସୀମା ଛତାକୁ ଧରି ଆସ୍ତେ ଆସ୍ତେ ଘରକୁ ଯାଉଥିଲା। ଶୀତ ଲାଗୁଥିଲା। ସେ ଭଲି ଶୀଘ୍ର ଘରକୁ ପହଞ୍ଚିବାକୁ ଚାହୁଁଥିଲା। ଏହିବେଳେ ଗୋଟିଏ ଗାଡ଼ି ଦୂରରୁ ସ୍ଲୋ ହେଲା। ତା ଭିତରୁ କିଛି ଯୁବକ ତାଙ୍କୁ ଦେଖୁଥିଲେ। ସୀମା ଡରିଗଲା। ହୃଦୟ ଜୋରେ ଧଡ଼କିବା ଆରମ୍ଭ କଲା। ସେ ଦୌଡ଼ିବାକୁ ଲାଗିଲା। ବରଷାରେ ପାଦ ସ୍ଲିପ୍ ହେଉଥିଲା। ହଠାତ୍ ପଛରେ ଆଉ ଗୋଟିଏ ବଡ଼ ବାଇକ୍ ଆସିଲା। ବାଇକ୍ରୁ ଜଣେ ପୁରୁଷ ମୋଟର ପାହାଡ଼ି ଜ୍ୟାକେଟ୍ ପିନ୍ଧି ଅବତରଣ କଲେ। ଏକଦମ ଚୁପଚାପ ଗାଡ଼ିକୁ ବ୍ଲକ୍ କରିଦେଲେ। ସେ କହିଲେ, ଏହି ରାସ୍ତା ସେଫ୍ ନୁହେଁ, ଆଗକୁ ଯିବାକୁ ଦର୍ତେ ଯାଅ। ଯୁବକମାନେ ଭୟରେ ଗାଡ଼ି ଘୁଞ୍ଚାଇ ଚାଲିଗଲା। ବାଇକ୍ବାଲା ସୀମାକୁ ଦେଖି କହିଲା,